ଆଗାମୀ 3 ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ସତର୍କ ରହିବାକୁ ଏଆରସି ପକ୍ଷରୁ ପରାମର୍ଶ ଜାରି। ଆଗାମୀ 3 ଦିନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଦୃଶ୍ୟମାନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗର ପକ୍ଷରୁ ଏହି ସୂଚନା ମିଳିବା ପରେ ସ୍ୱତନ୍ତ୍ର ରିଲିଫ କମିଶନର ଏଆରସି କୁହୁଡ଼ି ପାଇଁ ସତର୍କ ରହିବାକୁ ପରାମର୍ଶ ଜାରି କରିଛନ୍ତି। ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏଆରସି ଜିଲ୍ଲାପାଳମାନଙ୍କୁ ସତର୍କତା ଜାରି କରିଛନ୍ତି। ଆଗାମୀ 3 ଦିନ ପାଇଁ ଏହି ସତର୍କତା ଜାରି କରାଯାଇଛି। 20 ତାରିଖରେ କିଛି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ରହିଛି। 20 ତାରିଖରେ ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ, କଟକ ସମେତ ଅନ୍ୟ କିଛି ଜିଲ୍ଲାରେ ଘନ କୁହୁଡ଼ି ଆଶଙ୍କା ଥିବା ବେଳେ 21 ତାରିଖରେ ଦକ୍ଷିଣ ଓଡ଼ିଶା, କନ୍ଧମାଳ, ସୋନପୁର, ଅନୁଗୁଳ ସମେତ ଅନ୍ୟ ଜିଲ୍ଲାଗୁଡ଼ିକରେ ଘନ କୁହୁଡ଼ି ହେବାର ସମ୍ଭାବନା ରହିଛି। ସେହିପରି 22 ତାରିଖରେ ଖୋର୍ଦ୍ଧା, କଟକ, ନୟାଗଡ଼, ପୁରୀ, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ଅନୁଗୁଳ, ଢେଙ୍କାନାଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକରେ ମଧ୍ୟ ଘନ କୁହୁଡ଼ି ହେବାର ଆଶଙ୍କା ରହିଛି। ଘନ କୁହୁଡ଼ି ସମୟରେ ସଡ଼କ ଦୁର୍ଘଟଣା ହେବାର ଆଶଙ୍କା ରହୁଛି। ଏସ୍ଆରସି ଦୁର୍ଘଟଣା ଏଡ଼ାଇବା ପାଇଁ ପରିବହନ ଓ ପୁଲିସ ବିଭାଗ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି। ଚ୍ୟାନେଲ ପାଇଁ ଯଦି ନୂଆ ଆସନ୍ତି ତାହେଲେ ଚ୍ୟାନେଲକୁ ଗୋଟିଏ ଲାଇକ୍, ସେୟାର, କମେଣ୍ଟ ଏବଂ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ଆମ ଚ୍ୟାନେଲ ମାଧ୍ୟମରେ ଲାଟେଷ୍ଟ ନ୍ୟୁଜ୍ ପାଇପାରିବେ। ଭିଡ଼ିଓଟାକୁ ଏଇଠି ଏଣ୍ଡ କରିବା। ରହିଲି, ଜୟ ଜଗନ୍ନାଥ, ବାଇ ବାଇ। ପୁଣି ଦେଖା ହେବ ଆସନ୍ତାକାଲି। ଶୁଭ ସକାଳ।